ଦଉଛି ଡରୁଥାଉ ଅନ୍ଧାରକୁ ରଖି ଯାଉ ଗୋରୁ ଜନକ ଜନନୀ ସୁଖ କାହିଁ ପାଇଁ ସାରୁ। ଆମର କଳାମଣିଙ୍କର ନେକ୍ସଟ ପଦ୍ୟ ହେଲା ଯେ କୃଷ୍ଣ ଯେତେବେଳେ ଯାଇଛନ୍ତି ଗାଈ ଚରେଇବାକୁ ଫେରିବାରେ ବିଳମ୍ବ ହେବାରୁ ଯଶୋଦା କେମିତି କିପରି ବ୍ୟସ୍ତ ହୋଇ ପଡୁଛନ୍ତି ତାହା ଏଠାରେ ବର୍ଣ୍ଣନା କରାଯାଇଛି। କ'ଣ ଦେଇଛି ନା କୃଷ୍ଣ ଅନ୍ଧାରକୁ ଡରନ୍ତି ବୋଲି ମା ଜାଣନ୍ତି। କୃଷ୍ଣ କଳା ଅନ୍ଧାରକୁ ଡରନ୍ତି ବୋଲି ମା ଯଶୋଦାଙ୍କୁ ଜଣାପଡ଼ିଛି। ସନ୍ଧ୍ୟା ହେଲେ ଗୋରୁମାନେ ଆଗରେ ଚାଲିଗଲେ କୃଷ୍ଣ ପଛରେ ଏକୁଟିଆ ଅନ୍ଧାରରେ ଡରି ଡରି ଆସୁଥିବେ ସେ କଥା ସେ ଭାବିକିରି ଭୟ ପୁରଉଛନ୍ତି। ଯେ ସନ୍ଧ୍ୟା ହେଲେ ଗୋରୁମାନେ ଆଗେ ଆଗେ ଚାଲି ଯାଉଥିବେ ଆଉ କୃଷ୍ଣ ପଛରେ ଏକୁଟିଆ କେମିତି ଆସୁଥିବେ ଅନ୍ଧାରରେ। ଏହି ଚିନ୍ତା ଯଶୋଦାଙ୍କୁ ଦହଗଞ୍ଜ କରିଛି ବା ବ୍ୟାକୁଳ କରିଛି, ବ୍ୟସ୍ତତା କରିଦେଇଛି। ସେ କହୁଛନ୍ତି ତୋର ଏହି କଷ୍ଟ ପିତାମାତାଙ୍କର ସମସ୍ତ ସୁଖକୁ ଶେଷ କରି ଦେଉଛି। ଯେତେବେଳେ ସେ ଫେରୁନାହାନ୍ତି, ଦେଖୁନାହାନ୍ତି ଯେ ଅନ୍ଧାର ହେଲାଣି, ଗାଈ ନେଇକି ଫେରୁନାହାନ୍ତି, ତାଙ୍କୁ ଯଶୋଦାଙ୍କୁ ତାଙ୍କର ଚିନ୍ତା କଷ୍ଟ ଦେଉଛି। ସନ୍ତାନର ସାମାନ୍ୟ କଷ୍ଟରେ ପିତାମାତା କିପରି ନିଜର ସୁଖ ହରାଇ ବସନ୍ତି। ସନ୍ତାନର ଯଦି ଟିକେ କ'ଣ କଷ୍ଟ ହେଲା ବାପା ମା ମାନେ କଷ୍ଟ ପାଆନ୍ତି। ତେଣୁ ସେ ଏଠି ଲେଖିଛି ଯେ ସନ୍ତାନର ସାମାନ୍ୟ କଷ୍ଟରେ ପିତାମାତା କିପରି ନିଜର ସୁଖ ହରାଇ ବସନ୍ତି ତାହା ଏଠାରେ ବର୍ଣ୍ଣନା କରାଯାଇଛି। ଛୋଟିଆ ପଦ୍ୟଟା ବୁଝିପାରିଲ?